ଆଜିଠୁ ପଞ୍ଚୁକ ସୁରକ୍ଷା କଡ଼ାକଡ଼ି ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ କରିବ ଡ୍ରାଗିଂ ଟିମ୍। ଶିକ୍ଷାବାର୍ତ୍ତା କେନ୍ଦ୍ର ଓ ରାଜ୍ୟ ସରକାର ଖବର ନୂଆଦିଲ୍ଲୀ। ଏଥର 4 ଦିନ ପଞ୍ଚୁକ ରହୁଥିବାରୁ 4 ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏକମୁଖୀ ଦର୍ଶନ ପ୍ରବେଶ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କୁ ଭିତର କାଠ ମନା ହୋଇଛି। 2 ନଭେମ୍ବର ଅର୍ଥାତ୍ ଆଜି ହରି ଏକାଦଶୀରେ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ। 3 ନଭେମ୍ବରରେ ତ୍ରିବିକ୍ରମ ବେଶ, 4 ନଭେମ୍ବରରେ ଲକ୍ଷ୍ମୀ ନୃସିଂହ ବେଶ ଓ 5 ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ଠାକୁର। ଏଥର ବାଙ୍କଚୂଡ଼ା ବେଶ ହେବ ନାହିଁ। ଏହାକୁ ଦୃଷ୍ଟିରେ ରଖି ମାର୍କେଟ ଛକ ପର୍ଯ୍ୟନ୍ତ ହୋଇଛି ବ୍ୟାରିକେଡ୍ ଓ ସେଡ୍। 4 ଦିନ କେବଳ ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟ 3 ଦ୍ୱାରରେ ପ୍ରସ୍ଥାନ ନିଷ୍ପତ୍ତି ହୋଇଛି। ଭକ୍ତ କେବଳ ବାହାର କାଠରୁ ଶୃଙ୍ଖଳିତ ଦର୍ଶନ କରିବେ। ପୂର୍ଣ୍ଣିମା ଦିନ ଦ୍ୱିତୀୟ ଭୋଗ ମଣ୍ଡପ ପରଠାରୁ ଭିତର କାଠ ଦର୍ଶନ ପାଇଁ ହୋଇଛି ନିଷ୍ପତ୍ତି। ପୋଲିସ ତରଫରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ପଞ୍ଚୁକ 4 ଦିନ ଶ୍ରୀମନ୍ଦିର ସହ ସହରର ଜନଗହଳି ସ୍ଥାନ ଲୋକନାଥ ମନ୍ଦିର ଓ ବେଳାଭୂମି ମନ୍ଦିର କଡ଼ା ନଜର ରଖାଯାଇଛି। କିମ୍ବଦନ୍ତୀ ଅନୁସାରେ ବଗ ସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ ବକ ପଞ୍ଚକ ମଧ୍ୟ କୁହାଯାଏ। ସରଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ। ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, ଆପଣ ଧନ୍ୟ, ଧର୍ମର ଗୂଢ଼ ରହସ୍ୟ ଆପଣ ବର୍ଣ୍ଣନା କରିଛନ୍ତି। ଏହି କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି। ଅର୍ଜୁନ ବାଣ ଦ୍ୱାରା ଗଙ୍ଗା ଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହ ମନ ସନ୍ତୁଷ୍ଟ ହେଲା। ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ 5 ଦିନ ଯେଉଁମାନେ ତୁମକୁ ଜଳ ଅର୍ଘ୍ୟ ଦାନ କରିବେ ସେମାନେ ମୋତେ ତୃପ୍ତ କରିବେ। ଏହା ହେଉଛି ଭୀଷ୍ମ ପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ। ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମ ପଞ୍ଚକ ବ୍ରତ ପାଳନ କରନ୍ତି। କାର୍ତ୍ତିକ ମାସର ଶେଷ 5 ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 1 ଲକ୍ଷ ତୁଳସୀ ପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ଲୋକବିଶ୍ୱାସ ମଧ୍ୟ ରହିଛି। ଓଡ଼ିଆ ଜାତିର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀରେ ପଞ୍ଚକର ବ୍ୟବସ୍ଥା ଓ ଭଗବାନଙ୍କ ମାନବୀୟ ଶିକ୍ଷା ଲୀଳାକୁ ଅନୁଭବ କରିବା ସହିତ ଏହି ମଣିଷ ଜନ୍ମକୁ ଚରିତାର୍ଥ କରି ନିଜକୁ ଭଗବାନଙ୍କ ନିକଟତର କରି ଆଶୀର୍ବାଦ ପାଇବାକୁ ଆହ୍ୱାନ ଦେଇଛନ୍ତି ନିର୍ଦ୍ଦେଶକ ଓ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ କୁମାର। ଶିକ୍ଷାବାର୍ତ୍ତା ନୂଆଦିଲ୍ଲୀ। ଓଡ଼ିଶା ତଥା ଭାରତରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶିକ୍ଷାବାର୍ତ୍ତାକୁ ସମର୍ପଣ କରି ଆଗକୁ ବଢ଼ିବାର ଆଶୀଷ ମାଗିଛନ୍ତି ନିର୍ଦ୍ଦେଶକ ଓ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ କୁମାର। ଶିକ୍ଷାବାର୍ତ୍ତା ନୂଆଦିଲ୍ଲୀ। ଓଡ଼ିଶାର ଷ୍ଟେଟ୍ ବ୍ୟୁରୋଙ୍କ ସହ ଉପନିଯୁକ୍itiଅଧିକାରୀ ତଥା ବିଜ୍ଞାପନ ପ୍ରତିନିଧି ନାରାୟଣ ବାରିକ, ଉପନିଯୁକ୍ତି ଅଧିକାରୀ ତଥା ହାଇସ୍କୁଲ ଶିକ୍ଷା ପ୍ରତିନିଧି ଯୁବରାଜ ମୁଦୁଲି, ବଦ୍ରିନାରାୟଣ ରଥ ଓ ଦେବସ୍ମିତା ମଲ୍ଲିକଙ୍କ ରିପୋର୍ଟ। ଶିକ୍ଷାବାର୍ତ୍ତା ନୂଆଦିଲ୍ଲୀ।